ରକ୍ତରେ କରନ୍ତୁ ଏହି ବଶୀକରଣ। ଦେଖନ୍ତୁ ଯଦି ଆପଣମାନେ କୌଣସି ଝିଅ ପୁଅ କିମ୍ବା କୌଣସି ଶତ୍ରୁକୁ ବଶୀକରଣ କରିବା ପାଇଁ ଚାହାନ୍ତି ତାହେଲେ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସବୁଠାରୁ ଶ୍ରେଷ୍ଠତମ ଏବଂ ଚମତ୍କାରୀ ତନ୍ତ୍ରବିଧି କହିବା ପାଇଁ ଯାଉଛି। ଯେଉଁ ତନ୍ତ୍ରଟି ଆପଣମାନେ ଝିଅ ପାଇଁ ପୁଅ ପାଇଁ ଶତ୍ରୁ ପାଇଁ କିମ୍ବା ଯେକୌଣସି ପଶୁ ପକ୍ଷୀ ପାଇଁ ମଧ୍ୟ ପ୍ରୟୋଗ କରିପାରିବେ। ଦେଖନ୍ତୁ ଆପଣମାନେ ଅନେକ ଜାଗାରେ ବିଫଳ ହୋଇଛନ୍ତି କିନ୍ତୁ ଏହି ଜାଗାରେ ନିହାତି ଭାବରେ ଆପଣମାନେ ସଫଳ ହେବେ। ତେଣୁ ଆପଣମାନେ କାହାକୁ ବଶୀକରଣ କରିବା ପାଇଁ ଚାହାନ୍ତି ତାହେଲେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଆଉ ଯଦି ଆପଣମାନେ ସ୍କିପ୍ କରିକି ଦେଖିବା ପାଇଁ ଚାହାନ୍ତି ତାହେଲେ ଆପଣମାନେ ଏଠୁ ଏକା ଭିଡ଼ିଓଟିକୁ ବନ୍ଦ କରିଦିଅନ୍ତୁ। କାହିଁକିନା ଆମେ ଆପଣମାନଙ୍କୁ ସବୁକିଛି ଡିଟେଲ୍ସରେ ଭିଡ଼ିଓ ମାଧ୍ୟମରେ ଜଣାଇଥାଉ କିନ୍ତୁ ଆପଣମାନେ ସ୍କିପ୍ କରନ୍ତି, ତାପରେ ଆପଣମାନେ ମୋତେ ଫୋନ୍ କରନ୍ତି, ନହେଲେ ଆପଣମାନେ କମେଣ୍ଟ କରନ୍ତି ଗୁରୁଜୀ ମୁଁ ଏହି ବିଷୟଟା ଜାଣିପାରୁନାହିଁ, ମୋତେ ଦୟାକରି କୁହନ୍ତୁ। ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତିକୁ ଫୋନ୍ ମାଧ୍ୟମରେ କମେଣ୍ଟ ରିପ୍ଲାଏ କରିବା ସମ୍ଭବ ନୁହେଁ। ଯଦି ଆପଣମାନେ ସବୁକିଛି ଜାଣିବା ପାଇଁ ଚାହାନ୍ତି ତାହେଲେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ। କାହିଁକିନା ଆପଣମାନେ ଅଳ୍ପ ଦେଖିବେ ତାହେଲେ ସେଇଟା ଆପଣମାନଙ୍କ ପାଇଁ ହିଁ କ୍ଷତିକାରକ ହେବ। ତେଣୁ ଆପଣମାନଙ୍କୁ ମୁଁ ପ୍ରଥମରୁ ଅନୁରୋଧ କରୁଛି ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଯଦି ବୁଝିପାରୁନାହାନ୍ତି ତାହେଲେ ଆପଣମାନେ କମେଣ୍ଟ କରନ୍ତୁ। କିନ୍ତୁ ଅନେକ ଲୋକ କ'ଣ କରନ୍ତି, ଡାଇରେକ୍ଟ ମୋତେ ଫୋନ୍ କରନ୍ତି ନହେଲେ ହ୍ୱାଟ୍ସଆପ୍ କରନ୍ତି। ଦେଖନ୍ତୁ ଆପଣମାନଙ୍କର ଯଦି ଇମ୍ପୋର୍ଟାଣ୍ଟ ଦରକାର ଥାଏ ତାହେଲେ ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ କରନ୍ତୁ କିମ୍ବା କଲ୍ କରନ୍ତୁ। କିନ୍ତୁ ଯେଉଁଟା ଆମେ ଭିଡ଼ିଓରେ ଆପଣମାନଙ୍କୁ କହିସାରିଛୁ ସେ ବିଷୟଟା ଯଦି ଆପଣମାନେ ହ୍ୱାଟ୍ସଆପ୍ରେ ହେଉ କିମ୍ବା କଲ୍ ହେଉ ଏସବୁ କରିବେ ତାହେଲେ ଆମକୁ ମଧ୍ୟ ଅସୁବିଧା ହୋଇଥାଏ। ଏହି ମାତ୍ର ଗୋଟିଏ ତାବିଜ ଆପଣମାନଙ୍କର ଅନେକ ଗୁଡ଼ିଏ କାମରେ ଆସିବ। ବଶୀକରଣ, ମୋହନ, ଆକର୍ଷଣ, କାର୍ଯ୍ୟସିଦ୍ଧି, ବେପାର ବୃଦ୍ଧି, ଶତ୍ରୁ ସମସ୍ୟା, ବିବାହ ସମସ୍ୟା, କୋର୍ଟ କଚେରୀ ସମସ୍ୟା, ଗ୍ରହ ନକ୍ଷତ୍ର ସମସ୍ୟା, ପାଙ୍ଗଡ଼ ନାଶଣ ସମସ୍ୟା, ଚାକିରି ସମସ୍ୟା, ରୋଗ ସମସ୍ୟା, ଭୂତ ପ୍ରେତ ସମସ୍ୟା, ତା ଛଡ଼ା ଆପଣମାନଙ୍କର ଯେକୌଣସି ଅଦୃଶ୍ୟ ସମସ୍ୟା ଥିଲେ ମଧ୍ୟ ଏହି ତାବିଜ ପିନ୍ଧିବା ଦ୍ୱାରା ସେସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣମାନଙ୍କୁ ଦରକାର ଥିଲେ ଆପଣମାନେ ଆମ ସହିତ ଯୋଗାଯୋଗ କରନ୍ତୁ। ଆପଣମାନଙ୍କୁ 7-8 ଦିନ ମଧ୍ୟରେ ଏହା ବାଇପୋଷ୍ଟ ମାଧ୍ୟମରେ ମିଳିଯିବ। କିନ୍ତୁ ଆପଣମାନେ ବୋଧେ ବୁଝିପାରୁନାହାନ୍ତି ରକ୍ତରେ କେମିତି ବଶୀକରଣ କରାଯାଏ। ଦେଖନ୍ତୁ ଆପଣମାନେ ବିଭିନ୍ନ ପ୍ରକାରର ବଶୀକରଣ ବିଷୟରେ ଜାଣିଛନ୍ତି। କେଉଁଠି ଆପଣମାନଙ୍କୁ କୁଙ୍କୁମ ଲାଗେ, ଗୋରଚନା ଲାଗେ, ଅଷ୍ଟଗନ୍ଧା ଲାଗେ, ଅନେକ ଜିନିଷ ଲାଗିଥାଏ। କିନ୍ତୁ ଏଠି ଆପଣମାନଙ୍କୁ ସେସବୁ ଜିନିଷ ଦରକାର ପଡ଼ିବନି, କେବଳ ରକ୍ତ ହିଁ ଦରକାର ପଡ଼ିବ। ସେଇଟା କାହା ରକ୍ତ ସେଇଟା ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ସେଇଟା ଆପଣମାନେ ଅନ୍ୟ ଲୋକର ରକ୍ତରେ ତ କରିବେ ନାହିଁ, କାହିଁକିନା କିଏ ଆପଣଙ୍କୁ ନେ ମୋ ହାତ କାଟିକି ରକ୍ତ ନେ କହିବ କି? କହିବ ନାହିଁ। ତେଣୁ ଆପଣମାନଙ୍କୁ ନିଜର ରକ୍ତ ହିଁ ଦରକାର ପଡ଼ିବ। ଆଉ ନିଜର ରକ୍ତ ମାନେ ଦେଖନ୍ତୁ ଯେକୌଣସି ଅଙ୍ଗର ରକ୍ତ କାମ କରେ ନାହିଁ, କେବଳ ସଠିକ୍ ଜାଗାର ସଠିକ୍ ଅଙ୍ଗର ଏକା ଆପଣମାନଙ୍କୁ ରକ୍ତ ଦରକାର ପଡ଼ିବ। ଦେଖନ୍ତୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିମାନେ ତର୍ଜନୀ ଆଙ୍ଗୁଠି କେଉଁଟା ଜାଣିଛନ୍ତି ଆଉ ଅଧିକାଂଶ ଲୋକମାନେ ଜାଣିନାହାନ୍ତି। କିନ୍ତୁ ଯେଉଁମାନେ ଜାଣିନାହାନ୍ତି, ଜାଣିବା ପାଇଁ ଚାହାନ୍ତି ତାହେଲେ ସେମାନେ ଆମ ଭିଡ଼ିଓ ଦେଖିଲେ ସବୁକିଛି ଜାଣିଯିବେ। ତ ଆପଣମାନେ ଧରନ୍ତୁ ତର୍ଜନୀ ଆଙ୍ଗୁଠିର ରକ୍ତକୁ ତ ସଂଗ୍ରହ କରିବେ, ତ ଆପଣମାନେ ଏହି ବଶୀକରଣ କେମିତି କରିବେ? ଦେଖନ୍ତୁ ଏଥିପାଇଁ ଆପଣମାନଙ୍କୁ ଦରକାର ପଡ଼ିବ ଖଣ୍ଡିଏ ଭୁଜପତ୍ର। ଏବେ ଭୁଜପତ୍ର କେଉଁ ଜାଗାରେ ମିଳିବ? ଆପଣମାନେ ଯେକୌଣସି ପୂଜା ଦୋକାନକୁ ଯିବେ, ଭୁଜପତ୍ର ମାଗିଲେ ସେ ଆପଣମାନଙ୍କୁ ଦେଇଦେବେ। ସେଇଟା ସବୁଠାରୁ ଗୋଟେ ପତଳା ହେଇକି ପତ୍ର ରହେ, ସେଇଟାକୁ ଭୁଜପତ୍ର କୁହାଯାଏ। ଆପଣମାନେ ଭୁଜପତ୍ର ଆଣିଲେ, ଏବେ ଆପଣମାନେ ଭୁଜପତ୍ର ଆଉ ରକ୍ତକୁ କରିବେ କ'ଣ? ଦେଖନ୍ତୁ ଆପଣମାନେ କାହାକୁ ବଶୀକରଣ କରିବା ପାଇଁ ଚାହାନ୍ତି ତାହାର ନାମକୁ ଆପଣମାନେ ଭୁଜପତ୍ର ଉପରେ ଲେଖିବାକୁ ପଡ଼ିବ। ଆପଣମାନେ ଲେଖିବେ କିନ୍ତୁ କେଉଁ ଜାଗାରେ ଲେଖିବେ ସେଇଟା ବି ଜାଣିବା ଆବଶ୍ୟକ। ଆପଣମାନେ ତ ଆଙ୍ଗୁଠିରେ ଲେଖିପାରିବେ ନାହିଁ, କାହିଁକିନା ଏତେ ବଡ଼ ଭୁଜପତ୍ର ନଥିବ ଯେ ଆପଣ ଆଙ୍ଗୁଠିରେ ଲେଖିଲେ ତା'ର ନାମ ସେଠି ଧରିବ। ତେଣୁ ଆପଣମାନଙ୍କୁ ଦରକାର ପଡ଼ିବ ଡାଲିମ୍ବ କାଠି। ବୁଝିଲା? ଆପଣଙ୍କ ଗାଁରେ ଡାଲିମ୍ବ ଗଛ ଥିବ, ସେଠୁ ଡାଲିମ୍ବ କାଠି ଗୋଟେ ନେଇକି ଆସିବେ, ତାକୁ ଗୁଜିଆ କରିବେ ଏବଂ ଆପଣ ନିଜ ରକ୍ତରେ ସେହି ବ୍ୟକ୍ତିର ନାଁ ଲେଖିବେ। ସେଇଟା ସ୍ତ୍ରୀ, ପୁରୁଷ, ଜୀବଜନ୍ତୁ ଯାହାର ମଧ୍ୟ ନାଁ ଲେଖିବେ। ଏବେ ଆପଣମାନେ ନାଁ ତ ଲେଖିଲେ, ଏବେ ଆପଣମାନେ ସେଇଟାକୁ କରିବେ କ'ଣ? ଦେଖନ୍ତୁ ପ୍ରଥମରୁ ଆପଣମାନେ ଘିଅ, ମହୁ ଏହି ଦୁଇଟି ଜିନିଷ ସଂଗ୍ରହ କରିଥିବେ କୌଣସି ଏକ ମାଟି ପାତ୍ରରେ। ଆପଣମାନେ ମାଟି ପାତ୍ର ଯୋଗାଡ଼ କରିବେ, ସେଇଟା ନୂଆ ନା ପୁରୁଣା? ଦେଖନ୍ତୁ ନୂଆଟା ହିଁ ଦରକାର ପଡ଼ିବ, ଯେଉଁଟା ଢାଙ୍କୁଣୀ ଥିବ ସେଇଟା ଦରକାର ପଡ଼ିବ। ସେଇ ମାଟି ପାତ୍ରରେ ଆପଣମାନେ କ'ଣ କରିବେ, ଘିଅ ମହୁ ପୂରାଇ ଦେବେ। ତାପରେ ଆପଣମାନେ ଯେଉଁ ଆପଣମାନେ ଲେଖିଥିବେ ଯାହାର ନାଁ ସେଇଟାକୁ ଫୋଲ୍ଡିଂ କରିବେ, ତାହା ଭିତରେ ପୂରାଇ ଦେବେ। ଆପଣମାନେ ପୂରାଇ ଦେଲେ ଢାଙ୍କୁଣୀ ଦେଇଦେବେ, ଗୋଟିଏ କପଡ଼ା ବାନ୍ଧିଦେବେ, ତାପରେ କିଛି ଜରି ତା ଉପରେ ଢାଙ୍କି ଦେବେ ଯେମିତିକି ମାଟି ଫାଟି ତା ଭିତରେ ନ ପଶୁ। ତାପରେ ସେଇଟା ଆପଣଙ୍କ ଘରେ
पोती देवे किंबा कौन जगार रखिदेवे। किंतु एटा मु आपण मानको डायरेक्ट विधि कहीदेली, किंतु एटा कौ दिन करेंगे केमिति करेंगे सेटा मु आपण मानको कही नाही, सेटा मध्य कहूची ध्यान देकी शुणंतु। आपण माने जेकोसी समय यही सब लिखिले हब नाही किंबा जेकोसी समय यही सब प्रयोग कले हब नाही। आपण मानकु तिथि बार नक्षत्र यही सब दरकार निहाती पड़िबो, बुझिला। यही सब बिना आपण मानकर कौनसी तंत्र मंत्र जंत्र काम करिवो नाही। सेथिपई आपण मानकु सबठार इंपोर्टेंट कथा जानिबा आवश्यक, सेटा हमर तिथि बार नक्षत्र। देखंतु शनिवार दिन आपण माने कोन करिवे, ब्रह्म मुहूर्त समय रु आपण माने गाधी पड़िवे। ब्रह्म मुहूर्त कौटा केते लोक जानि नथिबे, 4:30 को ब्रह्म मुहूर्त कहा जाए। से समय आपण माने उठिबे, स्नान इत्यादि कर्म करिवे, गोटे आसन नेबे, नचेत छिड़ा छिड़ा मध्य आपण माने एही प्रयोग करिवे। आपण माने कोन करिवे, उत्तर दिग को मुह करिवे एवं आपण मानकर इष्ट देवा देवीर ना स्मरण करिवे। तापर गोटे छुंची नेबे एवं आपणक तर्जनी आंगुठी को टिके स्क्रैच करिवे। जेते बेले सेठु रक्त बाहरिबो, सेही रक्त रे कोन करिवे, से झियर ना पुअर ना किंबा कौन सी जीवजंतुर ना किंबा देवादेवी को मध्य आपण माने यह द्वारा वशीकरण करि परिबे किंबा आपणक शत्रुर ना लेखिबे। हैला, लेखिबा समय आपण माने कोन ध्यान देबे सेटा भी गोटे कथा। देखंतु लेखिबा समय आपण माने केबे हेले मध्य माइंड रे खराब विचार आनिबे नाही। जदि आपण माने कोनसी झियो पई एही प्रयोग करूछंती, ताहेले अधिकांश पुओ मानकर माइंड रे कोन आसे, से मानकर अलगा विचार आसी थाए। माने से झियो सहित माने वशीकरण हला परे कोन करिवे कोन नाही, माने खराब काम मध्य से माने चिंता करि दियंती, फल रे तांकर विफल होए। तेणु आपण माने चिंता करिवे नाही। आपण माने जेहेतु कर्म करूछंती, फल तो बाध्य मिलिबो। तेणु आपण माने केबे चिंता करिवे नाही मो एइटा करूछि मोर हबो न हबो, एही कथा चिंता करिवे नाही। बुझिला कि नहीं। जदि मो कथा आपण माने मानिकी रहिबे, ताहले आपण माने इम्पॉसिबल को मध्य पॉसिबल करि परिबे एही मंत्र जंत्र तंत्र माध्यम रे। जदि आपण माने मो कथा मानिबे नाही, केवल वशीकरण करिया पई चाहिबे, ताहले आपण केबे वशीकरण करि परिबे नाही। मते एमिति अनेक लोक थांती जो माने फोन करंती किंबा कमेंट भी करंती, गुरुजी मो एही प्रयोग कली किंतु मोर हैला नाही। अरे भाई काहे कि हबो नाही, बुझिला कि जदि आपण माने करूछंती काहे कि हबो नाही। भाई आमे कले होउछि, तमे कले काहे कि हबो नाही, हबो निहाती हबो। किंतु आमे जो मार्गदर्शन आपण मानकु देई थाउ, सही मार्गदर्शन अनुसार आपण मानकु चालिबाकु पड़िबो। मु आपण मानकु कहिबी भाई एई जगह रे कंटा अछि, तमे से जगह को जाओनी, किंतु आपण माने जिबे ताहे कंटा तो मारिबे निश्चय। मु आपण माने कहि थाए, आपण माने आम पूर्व अपलोड वीडियो देखंतु, तापर सेठी कोन कोन प्रयोग कहा जायछि से सब करंतु। तापर आपण माने कोन करंती, हुए तो पूर्व अपलोड वीडियो देखती न देखती से तो आपण ऊपर निर्भर करे, किंतु केते जण देखती बोधे से माने पर कहते हाँ गुरुजी मु एटा देखिली किंतु आहुरी मते वीडियो दरकार, मो एटा पाउ नाही। भाई देखंतु आपण माने से सब खोजिबे, काहे ना आपण माने कष्ट करिवे, ताहले ही आपण माने कुष्ट मिलिबो। आ कष्टर फल निहाती भाव में मीठा ही हबो।